ବସୁମତୀ ସ୍ନାନ ପୂଜାର ସଠିକ୍ ନିୟମ। ଓଡ଼ିଶାର ଗଣପର୍ବ ରଜର ଚତୁର୍ଥ ତଥା ଅନ୍ତିମ ଦିବସକୁ ବସୁମତୀ ସ୍ନାନ ବା ମହାଲକ୍ଷ୍ମୀ ସ୍ନାନ କୁହାଯାଏ। 3 ଦିନ ଧରି ରଜସ୍ୱଳା ହେବା ପରେ ଏହି ଦିନ ଧରତୀ ମାତା ଶୁଦ୍ଧ ସ୍ନାନ କରି ପବିତ୍ର ହୋଇଥାନ୍ତି। ବସୁମତୀ ସ୍ନାନର ମହତ୍ତ୍ୱ। 3 ଦିନର ବିଶ୍ରାମ ପରେ ଧରଣୀ ମାତା ସ୍ନାନ କରି ଶୁଦ୍ଧ ହୁଅନ୍ତି ଏବଂ ଶସ୍ୟ ବୀଜ ଧାରଣ କରିବା ପାଇଁ ପ୍ରସ୍ତୁତ ହୁଅନ୍ତି। ଏହି ଦିନ ରଜର ଆନନ୍ଦ ଉଲ୍ଲାସ ମଧ୍ୟରେ ଆଧ୍ୟାତ୍ମିକତାର ଆଗମନ ହୁଏ ଏବଂ ମହାଲକ୍ଷ୍ମୀ ଓ ଧରିତ୍ରୀ ମାତାଙ୍କ ପ୍ରତି ଭକ୍ତିଭାବ ଜାଗ୍ରତ ହୁଏ। ଏହି ପବିତ୍ର ଶୁଦ୍ଧ ସ୍ନାନ ପରେ ହିଁ ସମସ୍ତ ପ୍ରକାର ମାଙ୍ଗଳିକ କାର୍ଯ୍ୟ ଏବଂ ଚାଷ ଜମିରେ ହଳ କରିବା ଆଦି କାମ ଆରମ୍ଭ ହୋଇଥାଏ। ପୂଜା କରିବାର ସଠିକ୍ ନିୟମ ଓ ବିଧି। ଏହି ପୂଜା ସାଧାରଣତଃ ଘରର ଅଗଣା ବା ଚଉରା ମୂଳରେ କରାଯାଇଥାଏ। ପ୍ରଥମେ ପୂଜା ସ୍ଥାନକୁ ଗୋବର ବା ପାଣିରେ ଲିପାପୋଛା କରି ସେଠାରେ ସୁନ୍ଦର ଝୋଟି ବା ଚିତା ପକାନ୍ତୁ। ଚିତା ଉପରେ ଏକ ପିଢ଼ା ରଖି ତା ଉପରେ ନାଲି କପଡ଼ା ବିଛାନ୍ତୁ। ଏହାପରେ ଶିଳପୁଆ ଆଣି ସେଥିରେ ହଳଦୀ କନା ଗୁଡ଼ାଇ ପିଢ଼ା ଉପରେ ସ୍ଥାପନ କରନ୍ତୁ। ଶିଳପୁଆ ଓ ଗୋଟିଏ ନୂଆ ଗୁଆରେ ଚନ୍ଦନ, ସିନ୍ଦୁର ଏବଂ କଜଳ ଲଗାଇ ମାଙ୍କ ସ୍ୱରୂପକୁ ସଜାନ୍ତୁ। ପାଖରେ ସିନ୍ଦୁର ଡବା ଓ କଜଳ ମଧ୍ୟ ରଖନ୍ତୁ। ଏହାପରେ ଏକ କଳସରେ ପାଣି ଓ କ୍ଷୀର ରଖି ଆମ୍ବ ଡାଳ ସାହାଯ୍ୟରେ ଶିଳପୁଆ ଉପରେ ସିଞ୍ଚନ କରି ମାଙ୍କୁ ସ୍ନାନ କରାନ୍ତୁ। ସ୍ନାନ ପରେ ମାଙ୍କୁ ଦୁବ ଫୁଲ ଚଢ଼ାନ୍ତୁ। ଭୋଗରେ ବିଶେଷ କରି ଋତୁକାଳୀନ ଫଳ ଯେପରିକି ଆମ୍ବ, ପଣସ, କଦଳୀ, ଖଇ, ମୁଗ ଏବଂ ରଜ ପୋଡ଼ ପିଠା ଅର୍ପଣ କରନ୍ତୁ। ଶେଷରେ ଧୂପ ଦୀପ ଦେଇ ମାଙ୍କୁ ମହାଲକ୍ଷ୍ମୀଙ୍କ ନାମରେ ଆଳତି ଏବଂ ବନ୍ଦାପନା କରନ୍ତୁ। ପୂଜା ସରିବା ପରେ ମାର୍ଗଶିର ମାସ ଗୁରୁବାରରୁ ବନ୍ଦ ରହିଥିବା ମହାଲକ୍ଷ୍ମୀଙ୍କ ପିଣ୍ଡିକୁ ଏହି ଦିନ ଖୋଲାଯାଇ ପୂଜା କରାଯାଏ। ବସୁମତୀ ସ୍ନାନ ଦିନ କିଛି ନିୟମ ମାନିବା ଜରୁରୀ, ନଚେତ୍ ମହାଲକ୍ଷ୍ମୀ ଅସନ୍ତୁଷ୍ଟ ହୁଅନ୍ତି। ସକାଳୁ ମାଙ୍କ ଶୁଦ୍ଧ ସ୍ନାନ ଓ ପୂଜା ସରିବା ପର୍ଯ୍ୟନ୍ତ ଭୂମି ଉପରେ ଖାଲି ପାଦରେ ଚାଲନ୍ତୁ ନାହିଁ। ଚପଲ ବା ପିଢ଼ା ବ୍ୟବହାର କରନ୍ତୁ। ଏହି ଦିନ ମଧ୍ୟ ମାଟି ଖୋଳିବା, କୋଡ଼ି ମାରିବା ବା ଚାଷ ଜମିରେ ହଳ କରିବା ସମ୍ପୂର୍ଣ୍ଣ ନିଷେଧ। ପୂଜା ଶେଷ ହେବା ପରେ ହିଁ ସବୁ କାର୍ଯ୍ୟ ଆରମ୍ଭ କରାଯାଏ। ଏହି ଦିନ ଶିଳପୁଆରେ କୌଣସି ମସଲା ବା ବଟାବଟି କାର୍ଯ୍ୟ କରନ୍ତୁ ନାହିଁ, କାରଣ ସେହି ଦିନ ଶିଳପୁଆକୁ ମାଙ୍କ ରୂପରେ ପୂଜା କରାଯାଏ। ଏହି ଦିନ ଘରେ ସମ୍ପୂର୍ଣ୍ଣ ନିରାମିଷ ସାତ୍ତ୍ୱିକ ଖାଦ୍ୟ ପ୍ରସ୍ତୁତ କରନ୍ତୁ ଏବଂ କୌଣସି ପ୍ରକାର ତାମସିକ ଖାଦ୍ୟ ଗ୍ରହଣ କରନ୍ତୁ ନାହିଁ। ଶେଷ ରଜ ବା ବସୁମତୀ ସ୍ନାନ ଦିନ ଘରେ ଶାନ୍ତିର ବାତାବରଣ ରଖନ୍ତୁ। କାହାକୁ କଟୁ କଥା କୁହନ୍ତୁ ନାହିଁ, ଯାହାଦ୍ୱାରା ଘରେ ସୁଖ ସମୃଦ୍ଧି ବଜାୟ ରହିବ। ଭିଡ଼ିଓଟି ଭଲ ଲାଗିଥିଲେ ଲାଇକ୍, ସେୟାର ଓ ସବସ୍କ୍ରାଇବ୍ କରିବାକୁ ଭୁଲିବେ ନାହିଁ।